ହରି କୃଷ୍ଣ ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ହେଉଛି ସତିଲା ଏକାଦଶୀ। ସତିଲା ଏକାଦଶୀରେ କ'ଣ ନିୟମ ରହିଛି, ସତିଲା ଦିବସ କାହିଁକି ପାଳନ କରାଯାଏ, ଚାଲନ୍ତୁ ଆଜି ଜାଣିବା। ସତିଲା ଏକାଦଶୀରେ କ'ଣ ସବୁ ନିୟମ ରହିଛି ଆଉ ପାଳନ କରିବା ଦ୍ୱାରା ମନୁଷ୍ୟ ଜୀବନର କ'ଣ ପରିବର୍ତ୍ତନ ହେଇଥାଏ ତାହା ଆଜି ଆମେ ଟିକେ ଜାଣିବୁ। ତ ଆପଣମାନେ ଜାଣିଥିବେ ଯେମିତି ଏକାଦଶୀରେ ନିୟମ ଥାଏ ଯେ ଆମେ ଏକାଦଶୀରେ ଅନ୍ନ ଖାଇ ନଥାଉ, ସେଦିନ ଆମେ ଉପବାସ ଥାଉ। ଠିକ୍ ଅଛି, ସେମିତି ଇଏ ବି ସତିଲା ଏକାଦଶୀ ଗୋଟେ ଅଛି କି ଆପଣ ସେମିତି ଏକାଦଶୀ ଯେମିତି ଆପଣ ପାଳନ କରୁଛନ୍ତି ସେଇ ହିସାବରେ ଆପଣ ପାଳନ କରିବେ। ସତିଲା ଏକାଦଶୀର ବ୍ରତର ମାହାତ୍ମ୍ୟ ରହିଛି ଯେ ସତ୍ ତିଲ, ତା ମାନେ ହେଲା ସତ୍ ମାନେ 6, ତିଲ ହେଲା ମାନେ ଯେଉଁ ଆମେ ରାଶି, 6 ପ୍ରକାର ରାଶି, ଏଇ ଟାଇପ୍ର ଗୋଟେ ବୁଝାଯାଏ। ଠିକ୍ ଅଛି, ଆଜି ଆମେ ଜାଣିବା ଜଣେ ଋଷି ଥିଲେ, ତାଙ୍କ ନାମ ହେଉଛି ଯେ କି ଦଲଭ୍ୟ ଋଷି। ପଚାରୁଛନ୍ତି, ଫୁଲସ୍ଥ ମୁନିକୁ ପଚାରୁଛନ୍ତି ଯେ ଜଣେ ଲୋକ ଅନେକ ପାପ କରିଛି, ଠିକ୍ ଅଛି, ଅନେକ ପାପ କରିଛି, କ'ଣ କଲେ ସେ ତା ପାପରୁ ମୁକ୍ତି ହେବ? ଠିକ୍ ଅଛି, ସେଠୁ ମୁନି ବୁଝାଉଛନ୍ତି ଯେ ସର୍ବପ୍ରଥମେ କ'ଣ କରିବାକୁ ପଡ଼ିବ। ତ ଯେମିତି ଆପଣ ଏଇ ଏକାଦଶୀରେ ବା ମାଘ ମାସରେ ମାନେ ନଦୀରେ ସ୍ନାନ କଲେ କିମ୍ବା ମାଘ ସ୍ନାନ କୁହାଯାଏ। ଠିକ୍ ଅଛି, ଏସବୁ ସ୍ନାନ କଲେ ବହୁତ ଲୋକର ପରିବର୍ତ୍ତନ ହୁଏ। ଠିକ୍ ଅଛି, ତାପରେ ଆମର ରହିଲା ଯେମିତି ରାଶି, ବୁଝିପାରିଲେ, ଏକାଦଶୀ ଦିନ ଯେଉଁ ଆମର ଧଳା ରାଶି ଅଛି, ସେ ରାଶିକୁ ନେଇକି ଆପଣ କ'ଣ କରିପାରିବେ ନା ଦେହରେ ଲଗାଇ ପାରିବେ। ଆଉ ରାଶିକୁ କିଛି ଗାଧେଇବା ପାଣିରେ ଆପଣ ପକାଇବେ, ସେ ପାଣିରେ ଗାଧେଇବେ, ବ୍ରହ୍ମ ମୁହୂର୍ତ୍ତର ସମୟରେ ଆପଣ ଉଠିକି ଗାଧେଇବେ, ବହୁତ ଆପଣଙ୍କର ଭଲ ହେବ। ଠିକ୍ ଅଛି, ଭକ୍ତି ମାର୍ଗ ବି ବଢ଼ିବ, ଆପଣ ବହୁତ ପାପ କରିଥିବେ, ପାପ ବି ଧୀରେ ଧୀରେ ଆପଣଙ୍କର କ୍ଷୟ ହେବ। ଠିକ୍ ଅଛି, ତ ଏମିତି ରହିଛି ଆମର ଷଷ୍ଠୀଲା ଏକାଦଶୀ। ନିହାତି ମାନେ ଆପଣମାନେ ପାଳନ କରିବେ ଏଇ ଷଷ୍ଠୀଲା ଏକାଦଶୀ। ତ ଏଇଠି କିଛି ଜିନିଷ ଅଛି ଯେ କି ଷଷ୍ଠୀଲା ଏକାଦଶୀରେ ଯଦି ଆପଣ କିଛି ଦାନ ପୁଣ୍ୟ ବି କରିଥାନ୍ତି, ତ ଯେତେବେଳେ ଆପଣ ମଣିଷ ଦେହ ତ୍ୟାଗ କରେ, ଯେତେବେଳେ ସିଏ ଯଦି କିଛି ଦାନ ପୁଣ୍ୟ କରିଥାଏ, ଯେତେବେଳେ ତାକୁ ସ୍ୱୟଂ ଭଗବାନ ବିଷ୍ଣୁ ଦୂତ ଯେତେବେଳେ ନେଇଯିବେ, ସେତେବେଳେ ସେ ଦେଖିବେ କି ଗୋଲୋକରେ କି ସ୍ୱର୍ଗବାସୀରେ ଗୋଟେ ଘର ସିଏ ପାଇଥିବେ, କି ସେମିତି ସିଏ ଯେମିତି ପୁଣ୍ୟ କରିଥିବେ ସେମିତି ସେ ପୁଣ୍ୟର ମାନେ ଭଗବାନଙ୍କ ଶରଣକୁ ସେ ଯିବେ। ଠିକ୍ ଅଛି, ସେଥିପାଇଁ ସବୁବେଳେ ମନେ ରଖିବେ ଏକାଦଶୀ ଦିନ ଆପଣ ନିହାତି ଭାବେ କିଛି ପୁଣ୍ୟ ବା ଦାନ କିଛି କରିବେ। ଠିକ୍ ଅଛି, କିଛି ଅନ୍ୟ ଲୋକଙ୍କୁ ଧର ଖାଇବାର କିଛି ଅସୁବିଧା ତ ଆପଣ ଟିକେ ଖାଇତେ ବି ଦେଇପାରିବେ। ଠିକ୍ ଅଛି, ନିଜେ କିନ୍ତୁ ଖାଇବେନି, ନିଜେ ଏକାଦଶୀ କରିବେ। ଏକାଦଶୀରେ ନିୟମ ହେଲା ଆପଣମାନେ ଜାଣିଛନ୍ତି ଯେମିତି ଖାଇବାରେ କିଛି ବାରଣ ଥାଏ, ଆପଣ ସେମିତି ଯେମିତି ନିର୍ଜଳା ଏକାଦଶୀ ଅଛି, ସେମିତି ନିର୍ଜଳା ଏକାଦଶୀ ଜଣେ ଜଣେ କରିପାରନ୍ତିନି, ସେଥିପାଇଁ ଆପଣ ଫଳ ଆହାର କରିପାରିବେ, କିଛି ଅସୁବିଧା ନାହିଁ, ଫଳ କ୍ଷୀର ଦହି ଖାଇପାରିବେ। ଠିକ୍ ଅଛି, ଆପଣ ସବୁଠୁ ସର୍ବପ୍ରଥମେ ହେଲା ଏକାଦଶୀ, ଆମେ ବହୁତ ଲୋକ କ'ଣ ହୁଏ ନା ଭାବନ୍ତି ଆମେ ଏକାଦଶୀ କ'ଣ କରିପାରିବୁ, ଆମର ଏଇଟା କାମ ଅଛି ସେଇଟା ଅଛି ନା। ସର୍ବପ୍ରଥମେ ଆପଣ ଗୋଟେ କଥା ଭାବନ୍ତୁ ଭକ୍ତବନ୍ଧୁ, ଏକାଦଶୀରେ ଆପଣ ମନଟାକୁ ଭାବନ୍ତୁ ଯେ କି ନା ମୋର ଖାଇବାରେ ମନ ଲଗାଇବାର ନାହିଁ, ମୁଁ ଭଗବାନଙ୍କ ଭକ୍ତିରେ ମନ ଲଗାଇବି। ଠିକ୍ ଅଛି, ଭଗବାନଙ୍କ ଭକ୍ତିରେ ଆପଣ ଯେତେବେଳେ ମନ ଲାଗିଯିବ ନା, ସେତେବେଳେ ଆପଣଙ୍କୁ ଭୋକ ଲାଗିବନି କି କୌଣସି ଅସୁବିଧା ଆସିବନି। ସେଥିପାଇଁ ଭଗବାନଙ୍କ ଭକ୍ତିରେ ଆମର ମନ ଲଗାଇବା ଦରକାର। ଠିକ୍ ଅଛି, ଇଏ କି ନୁହେଁ କି ଆମେ ଏକାଦଶୀ କରିଛେ ଖାଇବାରେ ମନ ଲଗାଇବା, ଆଜି ଏଇଟା କ'ଣ ଖାଇବା ସେଇଟା କ'ଣ ଖାଇବା, ନା, ଆମର ମେନ୍ ହେଲା କାମ ହେଲା ଭକ୍ତି, ଆମ ଭଗବତ ଧାମ ଆମର ପ୍ରାପ୍ତି କରିବାର ଅଛି। ଠିକ୍ ଅଛି, ଏଇଟା ହେଲା କଥା। ଯଦି ଆପଣମାନେ କିଛି ଦାନ ପୁଣ୍ୟ ଯାହା ବି କରିବା ପାଇଁ ଚାହୁଁଛନ୍ତି ଏଇ ଦିନ କରିପାରିବେ। ଏଇ ଦିନ 14 ତାରିଖ ମକର ସଂକ୍ରାନ୍ତି ପଡ଼ୁଛି, ବହୁତ ଭଲ ଦିନ ପଡ଼ିଛି। ଯେଉଁମାନେ ବି ଏକାଦଶୀ କରୁନାହାନ୍ତି କି ମୋ ଭିଡ଼ିଓଟି ଦେଖୁଛନ୍ତି କି ଆପଣମାନେ ଜାଣିଛନ୍ତି କି ହଁ ସେଇଦିନ ଆଇଁଷ ଖାଇବେ ନାହିଁ। ସେକେଣ୍ଡ କଥା ହେଲା ବିନା ପିଆଜ ରସୁଣରେ ଖାଇବେ। ଆଉ ଚେଷ୍ଟା କରିବେ ଯେତେ ଆପଣ ଦାନ ପୁଣ୍ୟ କରିପାରିବେ, ଯେତେ ଆପଣ ଦାନ ପୁଣ୍ୟ କରିପାରିବେ ସେତେ ଆପଣଙ୍କ ପାଇଁ ଭଲ। କଥାରେ ଅଛି ଆପଣ ଯେତେ ଦେଇଥିବେ ଭଗବାନ ଆପଣଙ୍କୁ ତାର ଆପଣ 10 ଦେଇଥିବେ, 1ରେ 1ଟା ଶୂନ, କିନ୍ତୁ ଭଗବାନ ଆପଣଙ୍କୁ ଦେବେ 1ରେ 2ଟା ଶୂନ ଲାଗିକି ଆସିବ। ଠିକ୍ ଅଛି, ତାର କେତେ ଗୁଣା ବଢ଼ିକି ଆସିବ। ସେଥିପାଇଁ
এই ଏକାଦଶୀ ଦିନ ଟିକେ ଦାନ ପୁଣ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ। ବହୁତ ବଢ଼ିଆ ଦିନ। 14 ତାରିଖ ମକର ସଂକ୍ରାନ୍ତିର ଦିନ, ଠିକ୍ ଅଛି। ଆପଣମାନେ ନିହାତି ଏଇ ଏକାଦଶୀକୁ ପାଳନ କରିବେ। ଅନ୍ୟ ଜଣ ଭଗବାନଙ୍କର କଥା ଜ୍ଞାନ ଶୁଣିବେ, ଠିକ୍ ଅଛି। ମାଳ ଜପ କରିବେ, ଯେତେ ହେବ ସେତେ ମାଳ ଜପ ବି କରନ୍ତୁ, ଠିକ୍ ଅଛି। ଏ ଏକାଦଶୀକୁ ବହୁତ ଭଲ ଭାବରେ ଆପଣ ପାଳନ କରନ୍ତୁ। ଦେଖିବେ ଧୀରେ ଧୀରେ ଆପଣଙ୍କର ପାପର କ୍ଷୟ ହେବା ଆରମ୍ଭ ହେବ। ତ ସର୍ବପ୍ରଥମେ ବ୍ରହ୍ମମୁହୂର୍ତ୍ତ ସମୟରେ ଉଠନ୍ତୁ। ଉଠିକି ପୂଜା ଯେମିତି ଆପଣ କରିକି ମାଳ ଜପ କରିବା କଥା ମାଳ ଜପ କରନ୍ତୁ, ଠିକ୍ ଅଛି। ଭଜନ କରନ୍ତୁ। ଆପଣ ଯଦି କିଛି ବହି ପଢ଼ୁଛନ୍ତି, ଯେଉଁ ଭଗବତ ଗୀତା ପାଠ କରନ୍ତୁ। କରି ଆପଣ ଯେତେ ପାରିବେ ସେତେ ଭଗବାନଙ୍କର ନାମ କୀର୍ତ୍ତନ କରିବେ। ଏଇ ଦିନରେ ଯେତେ ଦାନ ପୁଣ୍ୟ କରିବେ, ଯେତେ ଭଗବାନଙ୍କର ନାମ କୀର୍ତ୍ତନ କରିବେ, କାହିଁକିନା ହରିଙ୍କର ନାମ କୀର୍ତ୍ତନ ଦ୍ୱାରା ହିଁ ଆପଣଙ୍କର ପାପ ମୁକ୍ତି ବହୁତ ହେଇଥାଏ। ଯଦି ଆପଣ କରି ବି ନ ପାରିବେ, ମୋବାଇଲରେ କୌଣସି ଭଜନ ଶୁଣି ବି ପାରିବେ, ଠିକ୍ ଅଛି। ଶ୍ରବଣମ୍ କୀର୍ତ୍ତନମ୍ ସଦା ହରି, ଠିକ୍ ଅଛି। ଶ୍ରବଣ ବି କରନ୍ତୁ, କୀର୍ତ୍ତନ ବି କରନ୍ତୁ। ସଦା ହରି କୀର୍ତ୍ତନମ୍, ମୁହଁରେ ଯେତେ ବି ଆପଣ ହରେ କୃଷ୍ଣ ନାମ ନେଉଛନ୍ତି ନା, ସିଏ ବି ଆପଣଙ୍କର ଗୋଟେ କୀର୍ତ୍ତନ। ବହୁତ ଲୋକ କହନ୍ତି ଆମେ ଝାଞ୍ଜ କୁବୁଜି ବଜେଇଲେ ସେଇଟା କୀର୍ତ୍ତନ। ନା 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 ନା, ଆପଣ ମୁହଁରେ ଯଦି ସବୁବେଳେ ନା ଭଗବାନ ଶ୍ରୀକୃଷ୍ଣଙ୍କର ନାମ କୀର୍ତ୍ତନ କରୁଛନ୍ତି, ନାମ ଗାନ କରୁଛନ୍ତି, ତାଠୁ ଆଉ ବଡ଼ କଥା କିଛି ନାହିଁ। ସିଏ ବି ଆପଣଙ୍କର ଗୋଟେ ବହୁତ ବଡ଼ କୀର୍ତ୍ତନ, ଠିକ୍ ଅଛି। ଏମିତି କିଛି ନାହିଁ ଯେ ମୋ ପାଖରେ କବୁଜି, ମୋ ପାଖରେ ମୃଦଙ୍ଗ ରହିଲେ ମୁଁ ଭଜନଟା କରିପାରିବି, ନହେଲେ ହେବନି। ନା, ଆପଣ ତାଳି ଚାପୁଡ଼ାଟେ ମାରି ଦିଅନ୍ତୁ, ଧୀରେ ଧୀରେ ବସି ଧୀରେ ଧୀରେ କରନ୍ତୁ। ସେମିତି ଦେଖିବେ ଧୀରେ ଧୀରେ ଆପଣଙ୍କର ଯାହା ଆପଣ ସେଇ ଖୋଜୁଥିବେ, ଝାଞ୍ଜ ହେଉ କି କୁବୁଜିଟେ ହେଉ, କି ମୃଦଙ୍ଗଟେ ହେଉ, ସେ ଧୀରେ ଧୀରେ ସେ ଆସିଯିବ ଆପଣଙ୍କ ପାଖକୁ। ସର୍ବପ୍ରଥମେ ମୁହଁରେ ଆପଣ ଗାନ କରନ୍ତୁ, ସବୁବେଳେ ଭଜନ କରନ୍ତୁ, ସବୁବେଳେ ଭଜନ ପାଠ କରନ୍ତୁ, ନାମ କୀର୍ତ୍ତନ କରନ୍ତୁ, ଠିକ୍ ଅଛି। ଏକାଦଶୀକୁ ଭଲ ଭାବରେ ପାଳନ କରନ୍ତୁ। ଅତିରୁ ଅତ୍ୟଧିକ ଲୋକମାନଙ୍କୁ ବି ଜଣାନ୍ତୁ ଯେ ଏକାଦଶୀ କ'ଣ। ବହୁତ ଲୋକ ଜାଣନ୍ତିନି ଏକାଦଶୀ ଦିନ ଆଇଁଷ ଖାଇଦିଅନ୍ତି। ନା, ସେଦିନ ଆଇଁଷ ଖାଇବେ ନାହିଁ, ସେଦିନ ନିରାମିଷ ଖାଇବେ। ଆଉ ସବୁବେଳେ ମନେ ରଖିବେ, ଏକାଦଶୀ ଦିନ ଯଦି ଆପଣ ପାଳନ ନ କରିପାରୁଛନ୍ତି, ଆପଣ ଭାବୁଛନ୍ତି ଯେ ନା ମୋ ଦ୍ୱାରା ଏଇଟା ସମ୍ଭବ ନୁହେଁ କି ମୁଁ ଏଇଟା କରିପାରିବି ନାହିଁ, କିନ୍ତୁ ସବୁବେଳେ ଗୋଟେ ଜିନିଷ ମନେ ରଖନ୍ତୁ, ଏକାଦଶୀ ଦିନ ଆଟଲିଷ୍ଟ ଆପଣ ବିନା ପିଆଜ ରସୁଣରେ ଖାଆନ୍ତୁ, ଠିକ୍ ଅଛି। ବିନା ପିଆଜ ରସୁଣରେ ଖାଆନ୍ତୁ, ବହୁତ ଭଲ ହେବ। ଆପଣ ଯଦି ସ୍ନାନ କରିବେ, ମୁଁ ଯେଟା କହିଲି, ତିଳ ଏଇ ଯେଉଁ ରାଶିରେ ଗାଧେଇ ପାରିବେ। ରାଶିର ଲଡ଼ୁ ଆପଣ ଲୋକଙ୍କୁ ଦାନ ଦେଇପାରିବେ। ରାଶିରେ ଆପଣ ଯେଉଁ ଗାଧେଇଲା ବେଳେ ପାଣିରେ ପକାଇ ଗାଧେଇ ପାରିବେ। ଆପଣଙ୍କର ରାଶି ଲଡ଼ୁ, ରାଶି ମିଠା ଆଉ ଏମିତି ଖାଇପାରିବେ, ଠିକ୍ ଅଛି। ବହୁତ ଭଲ ହେବ। ତ ଯେତେ ଆପଣ ରାଶିର ଉପଭୋଗ କରିବେ ବା ରାଶିକି ୟୁଜ୍ କରିବେ, ଠିକ୍ ଅଛି। ଏଇ ଏକାଦଶୀ ବିଷୟରେ ଆପଣ ତ ଜାଣିଲେ, ଠିକ୍ ଅଛି। ଯେ ଦଲଭ୍ୟ ଋଷି କେମିତି ଫୁଲସ୍ତ ମୁନିଙ୍କୁ ବୁଝାଉଛନ୍ତି, ଠିକ୍ ଅଛି, ଯେ କେମିତି ଏଇ ପାପରୁ ମୁକ୍ତି ହେବା ପାଇଁ ଆପଣ ଚାହୁଁଛନ୍ତି। ବହୁତ ପାପ କରିଛି, ତ ଯିଏ ଲୋକ ବହୁତ ବି ପାପ କରିଛନ୍ତି ବା କମ୍ କରିଛନ୍ତି, ଦାନ ଧର୍ମ କରିବେ, କାଲିକି ବହୁତ ଦାନ କରିବେ, ବହୁତ ଭଲ ହେବ ଆପଣଙ୍କର, ଠିକ୍ ଅଛି। এই ଭିଡ଼ିଓଟି ଯଦି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ, କି ଏଇ ଆପଣଙ୍କର ଛୋଟିଆ ଭକ୍ତଟିର ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ, ସେୟାର କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ଜୟ ଜଗନ୍ନାଥ। ବା ଯେଉଁମାନେ ଜାଣିନାହାନ୍ତି ଆଜି ସତଲା ଏକାଦଶୀ ବୋଲି, ନିହାତି ଭାବରେ ଭିଡ଼ିଓଟା ସେୟାର କରି ତାଙ୍କୁ ଜଣାଇବେ, ନିହାତି ଜଣାଇବେ ତାଙ୍କୁ। ହରେ କୃଷ୍ଣ, ଜୟ ଜଗନ୍ନାଥ, ରାଧେ ରାଧେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ।